ଚର୍ଚ୍ଚାରେ ଆରାବଳୀ ଭାରतर ସର୍ବପୁରାତନ ପାହାଡ଼ ମାନଙ୍କ ଭିତରେ ଦଣ୍ଡାୟମାନ ଥିବା ଆରାବଳୀ ହେଉଛି ସବୁଠୁ ପୁରୁଣା ଏବଂ ଷ୍ଟୁଡେଣ୍ଟଙ୍କ ଠାରୁ ନେଇକି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ଶିକ୍ଷାବିତ ମାନଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ଚର୍ଚ୍ଚାରେ ରୁହେ ଆରାବଳୀ। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟର କିଛି ନିଷ୍ପତ୍ତି ପାଇଁ ଆରାବଳୀ ଚର୍ଚ୍ଚାକୁ ଆସିଛି। କିଏ କହୁଛନ୍ତି ନିଷ୍ପତ୍ତି ଭୁଲ ତ କିଏ ନିଷ୍ପତ୍ତିକୁ ପ୍ରଶଂସା ମଧ୍ୟ କରୁଛନ୍ତି। ଏହା ଭିତରେ ଆମ ପାଖରେ ଅଛନ୍ତି ବରିଷ୍ଠ ପରିବେଶବିତ୍ ଜୟକୃଷ୍ଣ ସାର୍। ସାର୍ଙ୍କ ସହ ଆସନ୍ତୁ ପଚାରି ବୁଝିବା। ସାର୍, ଆରାବଳୀ ଘଟଣାଟି ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି। ଅନେକ ଲୋକଙ୍କ ଭିତରେ ଧାରଣା, କିଛି ଭୁଲ ଧାରଣା ଅଛି, କିଛି ଠିକ୍ ଧାରଣା ଅଛି। ବାସ୍ତବରେ ଏଇ ଯେଉଁ ଘଟଣାଟି ବର୍ତ୍ତମାନ ଚର୍ଚ୍ଚାକୁ ଆସୁଛି, ଆରାବଳୀ ସତ ଭଙ୍ଗା ହେବ, କିଏ କହୁଛନ୍ତି ଆରାବଳୀ ଠିକ୍ ରହିକି ସରକାର କିଛି ପଦକ୍ଷେପ ନେବେ, ଏହାକୁ ନେଇ ଆପଣ କେଉଁ ଦୃଷ୍ଟିରେ ଦେଖୁଛନ୍ତି? ଆପଣଙ୍କ ମତାମତ କ'ଣ ରହିବ? ଆରାବଳୀ ପର୍ବତ୍ୟାଞ୍ଚଳ ଆମ ଦେଶର 4ଟି ରାଜ୍ୟରେ ବିସ୍ତାରିତ ହୋଇକି ରହିଛି। ସେ ରାଜସ୍ଥାନ, ଗୁଜରାଟ ଠାରୁ ହରିୟାଣା ଏବଂ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତାରିତ ଅଞ୍ଚଳରେ ଆରାବଳୀ ପର୍ବତମାଳା ରହିଛି। ଇଏ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ମନୋରମ ପରିବେଶ, ଜଙ୍ଗଲ ପରିସଂସ୍ଥା ଏଠି ପରିପୂର୍ଣ୍ଣ ହୋଇକି ରହିଛି। ତା ସହିତ ଏଠି ମଧ୍ୟ ଖଣିଜ ପଦାର୍ଥର ସମ୍ଭାର ରହିଛି, ଭଣ୍ଡାର ରହିଛି, ଯେଉଁଥିପାଇଁ କି ଅନେକ ସମୟରେ ଲୋକଙ୍କର ଇଚ୍ଛା ପ୍ରକଟ ହୁଏ। ଯେଉଁମାନେ ମାଇନିଂ କରୁଛନ୍ତି, ଖଣି ଉତ୍ତୋଳନ କରୁଛନ୍ତି, ଇଣ୍ଡଷ୍ଟ୍ରି ବା ଶିଳ୍ପ କରୁଛନ୍ତି, କିଭଳି ଭାବରେ ଖଣିଜ ପଦାର୍ଥ ଉତ୍ତୋଳନ ହେବ। ନିକଟରେ ସୁପ୍ରିମକୋର୍ଟଙ୍କର ଯେଉଁ ନିର୍ଦ୍ଦେଶନାମା, ଗୋଟେ ରିପୋର୍ଟ ଆସିଛି, ଯେଉଁ କମିଟି ସୁପ୍ରିମକୋର୍ଟ ଗଠନ କରିଥିଲେ ଏବଂ ସେ କମିଟିର ଯେଉଁ ରିପୋର୍ଟ ଆସିଛି ସେଥିରେ ସୂଚିତ କରାଯାଇଛି ଯେ ଯେଉଁଠି 100 ମିଟରରୁ ଅଧିକ ଉଚ୍ଚତାର ରହିଛି ତାକୁ ପାହାଡ଼ର ଆଖ୍ୟା ଦିଆଯାଇଛି ଏବଂ ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼ର ଦୂରତା 500 ମିଟରରୁ କମ୍ ହେଇଥିବା ଦରକାର, ତାହେଲେ ତାକୁ ପର୍ବତମାଳା ବୋଲିକିରି ଆମେ କହିବା। ତ ଏଇ ଯେଉଁ ରିପୋର୍ଟ ପରିପ୍ରେକ୍ଷୀରେ କିଛି ଲୋକ ମନରେ ଏ ପ୍ରକାର ଦ୍ୱନ୍ଦ୍ୱ ଆସିଲା, କାଳେ 100 ମିଟରରୁ କମ୍ ଥିବା ଯେଉଁ ଛୋଟ ଛୋଟ ପାହାଡ଼ ଅଛି ସେ ସବୁକୁ ଖଣି ଉତ୍ତୋଳନ ପାଇଁ ବ୍ୟବହାର ହେଇଯିବ, ଏ ପ୍ରକାର ଦ୍ୱନ୍ଦ୍ୱ ଲୋକଙ୍କ ଭିତରେ ଆସିଲା, ପ୍ରଶ୍ନ ଆସିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆମର କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଯିଏକି ଆକୁ କ୍ଲିୟର କରିଦେଇଛନ୍ତି, ସ୍ପଷ୍ଟ ଭାବରେ ସେ କହିଛନ୍ତି ଯେ ଯେଉଁଠି ପାହାଡ଼ ରହିଛି ଏବଂ ବହୁ ସଂଖ୍ୟାରେ ପାହାଡ଼ ରହିଛି, ସେସବୁ ଅଞ୍ଚଳରୁ 100 ମିଟରରୁ କମ୍ ହେଲେ ମଧ୍ୟ ତାକୁ ଖଣି ଉତ୍ତୋଳନ ପାଇଁ ବ୍ୟବହାର କରାଯିବ ନାହିଁ। ଯେଉଁଠି ଅତି ସମତଳ ଅଞ୍ଚଳ ରହିଛି, ତଳ ସ୍ତରରେ ରହିଛି, ସେଇ ଅଞ୍ଚଳରେ କିଛି ଜାଗାରେ ଖଣି ଉତ୍ତୋଳନ ପାଇଁ ବ୍ୟବହାର କରାଯିବ। ସେ ekatha ମଧ୍ୟ ସୂଚେଇଛନ୍ତି ଯେ ସମଗ୍ର ଏରିଆର ଯେତେ ଅଞ୍ଚଳ ରହିଛି ତାର ମାତ୍ର 0.19% ଜାଗା ହିଁ ଖଣି ଉତ୍ତୋଳନ ପାଇଁ ବ୍ୟବହାର କରାଯିବ। ତେଣୁ ବର୍ତ୍ତମାନ ପାଇଁ ଆମେମାନେ ବିଶେଷ ଆଉ ଦ୍ୱନ୍ଦ୍ୱ ଭିତରେ ପଡ଼ିବା ନାହିଁ, ଯେହେତୁ ଏ ସମଗ୍ର ଘଟଣାବଳୀକୁ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶରେ କାର୍ଯ୍ୟକାରୀ କରାଯାଉଛି, ସୁପ୍ରିମକୋର୍ଟ ତଦାରଖ କରୁଛନ୍ତି। ଆମେ ଆଶା କରିବା ଆଗାମୀ ସମୟରେ ଏ ଆରାବଳୀ ପର୍ବତମାଳାର ସୁରକ୍ଷା ଏବଂ ସଂରକ୍ଷଣ କାର୍ଯ୍ୟ ପୂର୍ବ ଭଳି ଚାଲୁ ରହିବ। ହଠାତ୍ ଏଭଳି କିଛି କାର୍ଯ୍ୟ ହେବ ନାହିଁ ଯାହା ଏହି ପରିସଂସ୍ଥାକୁ ନଷ୍ଟଭ୍ରଷ୍ଟ କରିବ। ବର୍ତ୍ତମାନ ବିଶ୍ୱସ୍ତରରେ ଯେତେବେଳେ 3ଟି ପ୍ରମୁଖ ସମସ୍ୟାକୁ ନେଇକରି ଆମେ ସମସ୍ତେ ଉଦ୍ବିଗ୍ନ ହେଉଛେ, ଗୋଟିଏ ହେଉଛି ଯେ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି ଏବଂ ତା ସହିତ ଜଳବାୟୁର ପ୍ରଭୂତ ପରିବର୍ତ୍ତନ ଘଟୁଛି। ଦ୍ୱିତୀୟ ହେଉଛି ବିଭିନ୍ନ ଭାବରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇ ଚାଲିଛି ଏବଂ ତୃତୀୟ ହେଉଛି ପ୍ରାକୃତିକ ପରିସଂସ୍ଥା ଉପରେ ଅଧିକରୁ ଅଧିକ ଚାପ ସୃଷ୍ଟି ହେଉଛି, ମାନବୀୟ ହସ୍ତକ୍ଷେପ ବଢ଼ୁଛି ଏବଂ ତାର ପରିଣାମରେ ଜୀବଜନ୍ତୁ ବା ଜୈବ ବିବିଧତା ହ୍ରାସ ପାଉଛି। ଏଭଳି ସମସ୍ୟା ଘେରରେ ଯେତେବେଳେ ସମଗ୍ର ବିଶ୍ୱ ରହିଛି, ଆମେ ସମସ୍ତେ ସମ୍ମିଳିତ ଭାବରେ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ଜନସାଧାରଣ ସମସ୍ତେ ସମ୍ମିଳିତ ଭାବରେ ପ୍ରୟାସ କରିବା ପ୍ରକୃତି ପରିବେଶକୁ କିଭଳି ସୁରକ୍ଷିତ ରଖାଯିବ, ତାର ଗୁଣାତ୍ମକ ମାନ ଠିକ୍ ରହିବ। ତାହେଲେ ପରବର୍ତ୍ତୀ ପିଢ଼ି ଯେଉଁମାନେ ଆସିବେ ସେମାନେ ଆରାବଳୀର ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିବେ। ତାଙ୍କ ପାଇଁ ସେଇଭଳି ଗୋଟେ ସୁନ୍ଦର ମନୋରମ ପରିବେଶ ସେଠି ଆରାବଳୀରେ ସଂରକ୍ଷିତ ହୋଇକରି ରହିଥିବ ଏବଂ ଆମର ପ୍ରଶାସନିକ ବ୍ୟବସ୍ଥା ସରକାରଠୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ତତ୍ପରତା
ପ୍ରକାଶ କରିବେ। ତେଣୁ ଆରାବଳୀ ସୁରକ୍ଷିତ ରହୁ, ତା ସହିତ ସବୁ ପ୍ରାକୃତିକ ପରିବେଶ ମଧ୍ୟ ସୁରକ୍ଷିତ ରହୁ, ଏ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର।